ଚାହୁଁଛି କ'ଣ ଇଏ ଜାଗା ସେମିତି ପଡ଼ିଥିଲା ଆଜ୍ଞା ପଡ଼ିଥିଲା ଇଏ ମନ୍ଦିର ପିଲାମାନେ ସବୁ ଚାହିଁଲେ ଆଜ୍ଞା ନା ଆମର ଏଠି ହନୁମାନ ମନ୍ଦିର ଗୋଟେ କରିବେ ସବୁ ମନ୍ଦିର ଅଛି ମହାଦେବ ମନ୍ଦିର ଅଛି ମାନସର ଅଛି ବୁଢ଼ୀ ଠାକୁରାଣୀଙ୍କର ଅଛି ସବୁ ଅଛି କିନ୍ତୁ ହନୁମାନ ମନ୍ଦିର ନାହିଁ ଆଜ୍ଞା ଏଇ ପିଲାମାନେ ସମସ୍ତେ ଚାହିଁଲେ କହିଲେ ଆମେ ଏ ଜାଗାଟାକୁ ପୋତାପୋତି କରି ବହୁତ ଆଜ୍ଞା ପୋତା ହେଇଛି ଏଠି ମାନେ 1000 1.5 ଟ୍ରାକ୍ଟର ପୋତା ହେଇଛି ଆଚ୍ଛା ଆଚ୍ଛା ଗୋଟେ ଗାଡ଼ି ଗଡ଼ିଆ ଥିଲା ତାପରେ ପୋତାପୋତି କରି ମାନେ ସମସ୍ତେ ସହଯୋଗ କଲେ କହିଲେ ନା ଏଠି ଗୋଟେ ହନୁମାନ ମନ୍ଦିର ଆମେ ଏକୁ ସ୍ଥାପତ୍ୟ କରିବା ଭଲ ଭାବରେ ଯେମିତି ହେବ ଆଗରୁ ଫଟୋ ଫଟୋ ଆଣି ଟାଙ୍ଗି କରୁଥିଲେ ଆଜ୍ଞା ଆଚ୍ଛା ତାପରେ ଯେହେତୁ ଆମର ବାବା କହିଲେ ନାହିଁ ଆମେ ଏଠି ମୂର୍ତ୍ତି ଭଲ ମୂର୍ତ୍ତି କରିବା ଆଜ୍ଞା ମୂର୍ତ୍ତି କରିକି ତାପରେ ଆମ ତରଫରୁ ସରକାରଙ୍କ ତରଫରୁ କିଛି ଟିକେ ସହଯୋଗ ଯଦି ମିଳନ୍ତା ଭଲ ହୁଅନ୍ତା ଆଉ ଏଠି 2000 ଲୋକ 2500 ଲୋକ ଆଜ୍ଞା ଖାଉ ଆଜ୍ଞା ଖିଆପିଆ ସବୁ ଏଇ ମାନେ ଚାନ୍ଦା ଫେତା କରିକି ପକଉଛୁ ଠିକ୍ ଅଛି ଆଉ ଟିକେ ଆଜ୍ଞା ନିଶାକର ପଣ୍ଡା ଇଏ ଅନୁଷ୍ଠାନ ପ୍ରଥମରୁ ଆମେମାନେ ସମସ୍ତେ ସହଯୋଗର ସହ ହାତ ବଢ଼େଇଛୁ ଯେହେତୁ ଠାକୁରଙ୍କର ଆଶୀର୍ବାଦରୁ ଏ ଗ୍ରାମବାସୀଙ୍କର କିଛି ମଙ୍ଗଳ କାର୍ଯ୍ୟ ବି ମଧ୍ୟ ହେଉଛି ସମସ୍ତେ ସୁଖରେ ବି ମଧ୍ୟ ରହୁଛନ୍ତି ଆଦାନ ପ୍ରଦାନ ଭିତରେ ସମସ୍ତ କିଛି ଠିକ୍ଠାକ୍ ଚାଲିଛି ଆଚ୍ଛା ତେଣୁ ଆମେ ନ୍ୟୁଜ୍ ସେମାନଙ୍କ ତରଫରୁ ଗୋଟେ ଅନୁରୋଧ କରିବୁ ଯଦି ସରକାରଙ୍କ ନ୍ୟୁଜ୍ ତରଫ ମାଧ୍ୟମରେ ସରକାରଙ୍କ ତରଫରୁ କୌଣସି ଅନୁଷ୍ଠାନକୁ କିଛି ଯଦି ସାହାଯ୍ୟ ସହାନୁଭୂତି ଆସେ ହୁଏତ ଆଗାମୀ ଦିନରେ ଏ ଅନୁଷ୍ଠାନ ଆହୁରି ଉଜ୍ଜଳମୟ ହେବ ଏବଂ ଭବିଷ୍ୟତରେ ଲୋକମାନଙ୍କର ମଧ୍ୟ ଉପକାର ମଧ୍ୟ ହେବ ଆମେ ଏହା ନ୍ୟୁଜ୍ ସେମାନ ମାଧ୍ୟମରେ ଆମେ ପୁନର୍ବାର ମଧ୍ୟ ଜଣାଇବାକୁ ଚାହୁଁଛୁ ବାହାରୁ ଲୋକ ଆସୁଛନ୍ତି ଆଜ୍ଞା ବାହାରୁ ଲୋକ ଆସୁଛନ୍ତି ସମସ୍ତ ଲୋକ ଆସୁଛନ୍ତି ଯାହା ବି ହେଲେ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ଏଭଳି ଅନୁଷ୍ଠାନ ଗୋଟିଏ ଯାହାଫଳରେ କି ଆମର ଏଠି ବିଶୃଙ୍ଖଳା ସମସ୍ତଙ୍କ ସହଯୋଗରେ ଏଇଟା ହଉଛି ସମସ୍ତଙ୍କର ସହଯୋଗରେ ଆଜ୍ଞା ହେଉଛି ଯେକୌଣସି ଅନୁଷ୍ଠାନ ଗୋଟେ ଠାକୁରଙ୍କର କରିବାକୁ ଗଲେ ସମସ୍ତଙ୍କର ସହଯୋଗ ମଧ୍ୟ ରହିବା ଦରକାର ତେଣୁ ଆଜ୍ଞା ସେ ସହଯୋଗ ମାଧ୍ୟମରେ ସମସ୍ତ କାର୍ଯ୍ୟ ଚାଲିଛି ଆଉ କଣ କାର୍ଯ୍ୟ ହଉଛି ରାମନୀଳା ସବୁ ଆମର ଆଜି ଆମେ 12 ବର୍ଷ ପରେ ଆଜି ଆମେ ଗୋଟେ ରାମନୀଳାର ଗୋଟେ ଅନୁଷ୍ଠାନ ପିଲାମାନେ ସମସ୍ତେ କହିଛନ୍ତି ଯାହା ହଉ ନିଜ ତରଫରୁ କରିକିରି ଏମିତି ଗୋଟେ ବ୍ୟବସ୍ଥା ଠାକୁରଙ୍କର ଅନୁଷ୍ଠାନ ଚାଲିଛି କିନ୍ତୁ ଆମେ ନ୍ୟୁଜ୍ 7 ମାଧ୍ୟମରେ ଆମେ ଟିକେ ସରକାରଙ୍କୁ ବିନତି କରୁଛୁ ଯେ କିଛି ଅନୁଷ୍ଠାନକୁ ଆସନ୍ତା ତେଣୁ ବହୁତ ଭଲ ହୁଅନ୍ତା ଆଗାମୀ ଦିନରେ ବହୁତ ବଢ଼ିଆ ହୁଅନ୍ତା ଆହୁରି ଉଜ୍ଜଳମୟ ବି ହୁଅନ୍ତା ଆଜ୍ଞା କୋଉଟା ଆପଣଙ୍କର ମୋ ନାଁ ପଣ୍ଡିତ ସଞ୍ଜୟ କୁମାର ରଥ ଗୋଟେ ଶ୍ଲୋକ କିଛି ହେଇଯାଉ ଓଂ ମନୋଜବମ୍ମା ऋततुल्य वेग जितेन्द्रियं बुद्धिमतां वरिष्ठा वातात्मजं वा नरयूथमोक्ष श्रीरामदूतं शरणं प्रपद्ये श्रीरामदूतं शरणं प्रपद्ये श्रीरामदूतं शरणं प्रपद्ये କେମିତି ରହିଛି ପୂଜା ଏଠି ତ ପୂଜା ତ୍ରିଦିନାତ୍ମକ ଏଇ ଜଟେଶ୍ୱର ମହାବୀରଙ୍କ ପୀଠରେ ତ୍ରିଦିନାତ୍ମକ ପ୍ରତିବର୍ଷ ପ୍ରାୟ 12 ବର୍ଷ ହେଲାଣି ଆମେ ଏଠି ଅନୁଷ୍ଠାନ ଆରମ୍ଭ କରିଥିଲୁ 12 ବର୍ଷ ତଳୁ ଏଠି କିଛି ନଥିଲା ତେଣୁ ଜଟେଶ୍ୱର ମହାବୀରଙ୍କ ଆଜ୍ଞାରେ ଏସବୁ କାର୍ଯ୍ୟ ଚାଲିଛି ତ୍ରିଦିନାତ୍ମକ ଯଜ୍ଞ ଏଠି ଆଜି ସନ୍ଧ୍ୟାରେ ଭଗବତ ଗୀତାର ଆହୁତି ପ୍ରଦାନ ରହିଛି ଏବଂ କାଲି ମା ଭଗବତୀଙ୍କ ଗ୍ରାମ ଦେବତୀ ଚାଚଖାଇ ଦେବୀଙ୍କ ଦୁର୍ଗା ସପ୍ତଶତୀ ହବନ କରାଯିବେ ତାପରେ ପରେ ଆମର ପୂର୍ଣ୍ଣାହୁତି ଏବଂ ପରେ ପରେ ଚରୁ ପ୍ରସାଦ ସେବନ କେମିତି ରହିଛି ଲୋକମାନେ କେମିତି ଆସୁଛନ୍ତି ଲୋକମାନଙ୍କର ବହୁତ ଶ୍ରଦ୍ଧା ରହିଛି ଏଠି ନହେଲେ ଏମିତି ହେଇନଥାନ୍ତା 12 ବର୍ଷ ହେଲା ଏଠି କିଛି ନଥିଲା ତେଣୁ ପ୍ରଭୁଙ୍କର ଆଜ୍ଞାରେ ଏସବୁ ଚାଲିଛି ସବୁ ଠିକ୍ଠାକ୍ ଚାଲିଛି ସପୋର୍ଟ କେମିତି ରହିଛି ସପୋର୍ଟ ବହୁତ ଗ୍ରାମବାସୀଙ୍କ ସପୋର୍ଟ ରହିଛି ବାହାର ଲୋକମାନେ ମଧ୍ୟ ଆସୁଛନ୍ତି ଆଚ୍ଛା ସବୁ କାର୍ଯ୍ୟକ୍ରମ କାଲି ବହୁତ ସମାଗମ ହବ ଲୋକମାନଙ୍କର ଆଚ୍ଛା କେମିତି ମହିମା କେମିତି ରହିଛି ଠାକୁରଙ୍କ ମହିମା ବହୁତ ମହିମା ଛୋଟ ଥିଲେ ଆଗରୁ ଆଜ୍ଞା ଛୋଟ ପ୍ରତିମାଟିଏ ଥିଲେ ତାପରେ ଆମ ବାବା ଆଜି ବୁଲୁ ବାବା ସିଏ ଆସି ସବୁ ପ୍ରତିଷ୍ଠା କରି ଠାକୁର ପ୍ରତିଷ୍ଠା 12 ବର୍ଷ ତଳେ ହେଇଥିଲା ସବୁ ଠିକ୍ଠାକ୍ ଚାଲିଛି ଆଜ୍ଞା ମୋ ପରିଚୟଟା ଆଜ୍ଞା ସୂର୍ଯ୍ୟମଣି କର୍ତ୍ତା ଅଛନ୍ତି କେମିତି ଲାଗୁଛି ଭଲ ଲାଗୁଛି ଆଚ୍ଛା ଠାକୁରଙ୍କ ସେବା କରୁଛନ୍ତି କେମିତି ସେବା ଚାଲିଛି କେତେ ବର୍ଷ ରହିଲେଣି ପୁରା 12 ବର୍ଷ 12 ବର୍ଷ ପରିଚୟଟା ଆଜ୍ଞା କେମିତି ଲାଗୁଛି ଆଜି ଭଲ ଲାଗୁଛି ଆଚ୍ଛା ଆପଣଙ୍କ ଏଠି କ'ଣ କରୁଛନ୍ତି ମୁଁ ଏଠି ମନ୍ଦିର କର୍ତ୍ତା ହିସାବରେ କର୍ତ୍ତା ହିସାବ କେମିତି ଲାଗୁଛି ଭଗବାନଙ୍କର ସେବା କରିକି ଭଗବାନଙ୍କ ସହିତ ଆନନ୍ଦିତ ମିଳୁଛି ଆଚ୍ଛା ଆଉ କ'ଣ କହିବାକୁ ଚାହୁଁଛନ୍ତି ମିଡ଼ିଆ ମାଧ୍ୟମରେ ମିଡ଼ିଆ ମାଧ୍ୟମରେ ଆଉ କ'ଣ ଠାକୁରଙ୍କ ପାଇଁକି ପ୍ରଭୁଙ୍କ ପାଇଁକି କିଛି ଯଦି ସରକାରଙ୍କ ତରଫରୁ କିଛି ସାହାଯ୍ୟ ସହାନୁଭୂତି ରୁହେ ତାହେଲେ ଉନ୍ନତି ଅନୁଷ୍ଠାନ ଟିକେ ହେବ
ତା ଭିତରେ ଅନ୍ୟାନ୍ୟ ସହଯୋଗ ବି ଗ୍ରାମବାସୀଙ୍କ ତରଫରୁ ବହୁତ କିଛି ରହିଛି। ସମସ୍ତଙ୍କର ସହଯୋଗ ମଧ୍ୟ ରହିଛି। ସମସ୍ତଙ୍କର ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ସହଯୋଗ ବି ରହିଛି। ଆମର ଏ ବର୍ଷ 12 ବର୍ଷ ପୁରୁଛି। ଆଜ୍ଞା ଏହି ଉପଲକ୍ଷେ ଆମେ ଗୋଟେ ରାମଲୀଳାର ଆୟୋଜନ କରିଛୁ। 3 ଦିନ ଧରି ଅନୁଷ୍ଠାନରେ କରାଯିବ। ଯାହା ହଉ ଆମର ଗ୍ରାମବାସୀ ସମସ୍ତଙ୍କର ସବୁ ସାହାଯ୍ୟ ଆଜ୍ଞା ସହାନୁଭୂତି ସବୁ ଜିନିଷ ଚାଲିଛି ଏପର୍ଯ୍ୟନ୍ତ ହେଲାଣି ଦୀର୍ଘ 12 ବର୍ଷ ଧରିକିରି। ମୋର ସମସ୍ତଙ୍କର ଭାଇ ଭଉଣୀ ଭଲ ମନ୍ଦ ମୋର ଦାଦା ଯେଉଁମାନେ ସବୁ ଭାଇମାନେ ମୋର ଅଛନ୍ତି ସମସ୍ତଙ୍କର ପୁଅ ପୁତୁରା ଭଣଜା ଆମର ସମସ୍ତେ ସବୁ ସହଯୋଗ ମୋ ପାଇଁକି ଦିନ ରାତି କରିଛି। ଯାଉ ଠାକୁରଙ୍କର ଆଶୀର୍ବାଦ ଆପଣମାନଙ୍କର ଏଠିକି ରହୁଛି। ଆଉ ଯଦି କିଛି ସାହାଯ୍ୟ ସହାନୁଭୂତି ଅନ୍ୟ ତରଫରୁ କିଛି ହୁଅନ୍ତା ଆହୁରି ବି ଅନୁଷ୍ଠାନଟା ଉନ୍ନତି ଟିକେ କରନ୍ତା। ଆଉ ସମସ୍ତଙ୍କର ସହଯୋଗ ପାଇଁକି ମୁଁ ଏତିକିଟା କାମନା କରୁଛି। ପ୍ରଭୁ ମଙ୍ଗଳ କରନ୍ତୁ। ଏଇଟା ହେଉଛି ମୋର କାମନା। କେମିତି ଲାଗୁଛି ଆଜ୍ଞା? ବହୁତ ଭଲ ଲାଗୁଛି। କ'ଣ କହିବେ? ମୁଁ ଶର୍ମିଷ୍ଠା ମହାନ୍ତି ମନ୍ଦିରର ମାଇଁ। ଆଉ ଆମର ତ ଅନୁଷ୍ଠାନ 12 ବର୍ଷ ହେଲାଣି ଚାଲିଛି। ଆଜ୍ଞା ବହୁତ ଭଲ ଚାଲିଛି। ଆଉ ସହଯୋଗ କିଛି ଆଉ ବାହାର ସହଯୋଗ ରହିଲେ ଟିକେ ଭଲ ହୁଅନ୍ତା। ଆଜ୍ଞା।